ହେଲା ସେ ଚାଲିବ କି ନ ଚାଲିବ ସେଟା ନବୀନ ବାବୁଙ୍କର ଯୋଉମାନେ ଅନୁଗତ ଅଛନ୍ତି ସେମାନେ ବୁଝିବେ, ବିଜେଡି ବୁଝିବ। ପ୍ରଦୀପ ପାଣିଗ୍ରାହୀ ତ ଆଉ ବିଜେଡି କଥା ବୁଝିବା ପାଇଁ ନାହାନ୍ତି। ପ୍ରଦୀପ ପାଣିଗ୍ରାହୀ ତ ବର୍ତ୍ତମାନ ବିଜେପି ନେତା, ସେ ବିଜେପି କଥା ବୁଝନ୍ତୁ, ବିଜେଡି କଥା ପାଇଁ ତାଙ୍କୁ କାହିଁ ଚିନ୍ତା ଲାଗୁଛି। ସେ ତ ଗୋଟେ ଜାଗାରେ କହୁଛନ୍ତି ଫରଗିଭ୍ ଆଣ୍ଡ ଫରଗେଟ୍, ଆଉ ଗୋଟେ ଜାଗାରେ କହୁଛନ୍ତି ପାଞ୍ଜି ଖୋଲିବେ। ସେ କଣ କରିବେ? ସେ ବର୍ତ୍ତମାନ ବିଜେପି ନେତା, ବିଜେପି ନେତା ଭାବରେ ତାଙ୍କର ଭୂମିକା ସେ ତୁଲାନ୍ତୁ। ବିଜେଡି ପାଇଁ ତାଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ବିଜେଡି କଥା ବିଜେଡି ଚିନ୍ତା କରିବ। ନବୀନ ପଟ୍ଟନାୟକ ଲିଗାସି କେମିତି ଆଗକୁ ବଢିବ, ନବୀନ ପଟ୍ଟନାୟକଙ୍କ ନେତୃତ୍ୱ କେତେ ଦିନ ରହିବ, ତାପରେ ବିଜେଡି ଭବିଷ୍ୟତ କଣ ସେଟା ବିଜେଡି କର୍ମୀ ମାନେ ନିର୍ଣ୍ଣୟ କରିବେ, ବିଜେଡି ନେତା ନିର୍ଣ୍ଣୟ କରିବେ। ପ୍ରଦୀପ ପାଣିଗ୍ରାହୀଙ୍କୁ ଦାୟିତ୍ୱ ଦିଆହେଇନି। ପ୍ରଦୀପ ପାଣିଗ୍ରାହୀ 24 ବର୍ଷ ଧରିକି ବିଜେଡିରେ ଥିଲେ, ଏବେ ସେ ବିଜେପି କୁ ଯାଇଛନ୍ତି, ନୂଆ ବିଜେପି ନେତା। ସେ ବିଜେପି କଥା ଚିନ୍ତା କରନ୍ତୁ ନା, ତାଙ୍କୁ ନବୀନ ପଟ୍ଟନାୟକ ଚିନ୍ତା କରିବା ପାଇଁ ତାଙ୍କୁ କେହି କହିନାହାନ୍ତି। ଏଇଟା ସତ କଥା। ପ୍ରଦୀପ ପାଣିଗ୍ରାହୀ ଗଲା ପରେ ଗଞ୍ଜାମ ଜିଲ୍ଲାରେ ବିଜେଡି କୁ ବଡ କ୍ଷତି ସହିବାକୁ ପଡିଛି। ଏଇଟା ତ ସତ କଥା, ଏଇଟା ନିରାଟ ସତ କଥା। ସେ ପ୍ରମାଣିତ କରିଛନ୍ତି ଯେ ତାଙ୍କର ଉପସ୍ଥିତି ବିଜେଡି କୁ ସେଠି ଶକ୍ତିଶାଳୀ କରିଥିଲା ଏବଂ ସେ ଚାଲିଗଲା ପରେ ବିଜେଡି ଗଞ୍ଜାମରେ ଦୁର୍ବଳ ହେଇଛି। ଏଇଟା ଏକଦମ ନିରାଟ ସତ କଥା। ଏଥିରେ ମାନେ ଦ୍ୱିମତ ହବାର କୌଣସି କାରଣ ନାହିଁ। ଠିକ ଅଛି, ପୂର୍ବତନ ସରକାର ତ ପୂର୍ବତନ ସରକାର ହେଇଯାଇଛି ନା, ବର୍ତ୍ତମାନ ଆଉ ନବୀନ ପଟ୍ଟନାୟକ ତ ସରକାର ନାହାନ୍ତି। ତେଣୁ ବିଜେଡି ଭବିଷ୍ୟତ କଣ ହବ ସେ କଥା ତ ଆଉ ପ୍ରଦୀପ ପାଣିଗ୍ରାହୀଙ୍କୁ ପଚାରିକି ସେମାନେ ନିର୍ଣ୍ଣୟ କରିବେ ନାହିଁ। ସେ କଥା ବିଜେଡି ନେତା ମାନେ ନିର୍ଣ୍ଣୟ କରିବେ। ବର୍ତ୍ତମାନ ମାନେ ଏଇ ଯୋଉ ବିଜେପି ନେତା ମାନେ ଯୋଉମାନେ ପ୍ରତିଦିନ ବସିକିରି ବିଜେପି ସମର୍ଥିତ ଗଣମାଧ୍ୟମରେ ବିଜେଡି ସମ୍ପର୍କରେ ଯୋଉ ଚିନ୍ତା ପ୍ରକଟ କରୁଛନ୍ତି, ସେଥିରେ ଲାଭ କଣ ଅଛି? ଆପଣ ଆଜ୍ଞା ବିଜେପି କୁ ଯାଇ ସାରିଛନ୍ତି, ଆପଣ ବିଜେଡି ବିଷୟରେ କାହିଁ ଭାବୁଛନ୍ତି? ଆପଣଙ୍କୁ ବିଜେଡି ବିଷୟରେ ଭାବିବା ପାଇଁ ଆପଣଙ୍କୁ ଦାୟିତ୍ୱ ଦିଆଯାଇଛି କି କିଏ ଦେଇଛି? ଆପଣ ବିଜେପି ନେତା। ରାମକୃଷ୍ଣ ପଟ୍ଟନାୟକ ତ ନିଜେ ବିଜେପି କୁ ଗଲେ, ତାଙ୍କ ସ୍ତ୍ରୀ ବିଜେପି କୁ ଗଲେ, ତାଙ୍କ ଝିଅ ବିଜେପି କୁ ଯାଇକି ସାଂସଦ, ସିଏ ବର୍ତ୍ତମାନ ସେଠି ବସିକି କହୁଛନ୍ତି ଯେ ନବୀନ ପଟ୍ଟନାୟକ ଏଇଆ କଲେ ସେଇଆ କଲେ। ଆଜ୍ଞା ଆପଣ ମାନେ ଅନ୍ୟ ଦଳରେ ଅଛନ୍ତି, ନିଜ ଦଳ କଥା କହୁନାହାନ୍ତି। ବିଜେଡି ବିଷୟରେ କହିବା ପାଇଁ ଆପଣଙ୍କୁ କିଛି କହିଛି ନା? ଆପଣ ବିଜେପିରେ ଥାଇକି ଏବେ ମଧ୍ୟ ବିଜେଡି ବିଷୟରେ ଭାବିବା ପାଇଁ ଆପଣଙ୍କ ଦାୟିତ୍ୱ ଦିଆଯାଇଛି। ବିଜେଡିରୁ ଯାଇଥିବା ନେତା ମାନଙ୍କର ବିଜେପି ବିଜେଡି ମୋହ ତୁଟୁ ନାହିଁ। ଏବେ ମଧ୍ୟ ସେମାନେ ବିଜେପିରେ ଅଛନ୍ତି, କିନ୍ତୁ ବିଜେଡିକୁ ଝୁରି ହେଉଛନ୍ତି। ଇଏ ହଉଛି ମଜା କଥା। ଆପଣ ସେ ବୈଜୟନ୍ତ ପଣ୍ଡା ହୁଅନ୍ତୁ, ପ୍ରଦୀପ ପାଣିଗ୍ରାହୀ ହୁଅନ୍ତୁ, ଅନିତା ପ୍ରିୟଦର୍ଶିନୀ ହୁଅନ୍ତୁ, କି ଯେତେ ଯାଇଛନ୍ତି ବିଜେଡି ନେତା, ସେମାନଙ୍କୁ କେବଳ ନବୀନଙ୍କର କଥା କହିବାକୁ ଛଡା ହେଇଛି। ଭାଇ ଆପଣ ବିଜେପି ନରେନ୍ଦ୍ର ମୋଦି କଥା କହୁନାହାନ୍ତି, ମୋହନ ମାଝୀଙ୍କ କଥା କହୁନାହାନ୍ତି, ଆପଣଙ୍କ ସରକାର ସଫଳତା କଥା କହୁନାହାନ୍ତି। ବିଜେଡି ବିଷୟରେ ଗପିଲେ କଣ ହବ? ବିଜେଡି ଯାହା ହବା କଥା ଭୋଗି ସାରିଛି। ବିଜେଡି ଆଗାମୀ ଦିନରେ 2029 କି 2027 ପଞ୍ଚାୟତ ନିର୍ବାଚନରେ କଣ କରିବ ସେଇଟା ଓଡିଶାବାସୀ ଚିନ୍ତା କରିବେ, ବିଜେଡି କର୍ମୀ ନେତା ମାନେ ଚିନ୍ତା କରିବେ। ବିଜେପିକୁ ଦାୟିତ୍ୱ ଦିଆହେଇନି। ପାଞ୍ଜି ଖୋଲୁନାହାନ୍ତି, କିଏ ମନା କରୁଛି କାହାକୁ? ଆପଣଙ୍କ ପାଖରେ ଆପଣଙ୍କର ସରକାର, ଆପଣଙ୍କ ପାଖରେ ଭିଜିଲାନ୍ସ, ଆପଣଙ୍କ ପାଖରେ ସିବିଆଇ, ଆପଣ ସରକାରର ଲୋକ, ଆପଣ ନରେନ୍ଦ୍ର ମୋଦିଙ୍କ ଲୋକ, ମୋହନ ମାଝୀଙ୍କ ଲୋକ, ପାଞ୍ଜି ଖୋଲୁନାହାନ୍ତି। କିଏ ଅଟକେଇଛି ଆପଣଙ୍କର ପାଞ୍ଜିକୁ? ପାଞ୍ଜି ଖୋଲି ଦିଅନ୍ତୁ। ପାଞ୍ଜି ଖୋଲିବି ବୋଲିକିରି ଏଠି ଆସିକିରି ଟିଭି ଷ୍ଟୁଡିଓରେ କହିଲେ କଣ ପାଞ୍ଜି ଖୋଲିବ? ଏବଂ ଆମେ ଜାଣିଛୁ ଯେ ସତ୍ୟର ବିଜୟ ସବୁବେଳେ ସରକାର ବଦଳିଲେ ରାଜନେତା ମାନଙ୍କର ମୁକ୍ତି ହେଇଯାଏ। ଆପଣ ଯଦି ବିଜେପିରେ ଯୋଗ ଦେବେ, ଆପଣଙ୍କର ସବୁ ପୁରୁଣା ପାପ ଧୋଇ ହେଇଯିବ। ଆପଣ ବିଜେଡିରେ ଥିଲା ପର୍ଯ୍ୟନ୍ତ ପାପି, ବିଜେପିକୁ ଯେତେବେଳେ ଚାଲିଯିବେ ଆପଣଙ୍କୁ ପୁଣ୍ୟମାନ ହେଇଯିବ। ହଉଥିଲା ବିଜେଡିକୁ ତ ବହୁତ କମ ନେତା ହେଇନି ନା ଅନ୍ୟ ଦଳରୁ, ଏବଂ ଯୋଉମାନେ ଯାଇଛନ୍ତି ବିଜେଡି ଅନ୍ତତଃ ମାନେ ବେଶୀ ଯୋଉମାନଙ୍କ ନାଁରେ ବିଭିନ୍ନ ଅଭିଯୋଗ ଥିଲେ ସେଇଭଳିଆ ନେତା ତ ଯାଇନାହାନ୍ତି ବିଜେଡି। ଭାରତୀୟ ଜନତା ପାର୍ଟି ହଉଛି ତ ବଡ ୱାସିଂ ମେସିନ ପୃଥିବୀର। ଅନ୍ୟ ଦଳରୁ ଆପଣ ଦେଖିବେ କଂଗ୍ରେସକୁ କି ବିଜେଡିକୁ ଅଭିଯୁକ୍ତ ନେତା ଯାଇ ନାହାନ୍ତି, କାହିଁକି ଯିବେ ସେଠି? ବିଜେଡି ପାଖରେ କଣ ସିବିଆଇ ଥିଲା, ନା ଇଡି ଥିଲା, ନା ଇନକମ ଟ୍ୟାକ୍ସ ଥିଲା? ଯୋଉମାନଙ୍କର ଘୋଟାଲା ଅଛି ସେମାନେ ସେଇ ଦଳକୁ ଯିବେ ଯୋଉମାନଙ୍କ ନିୟନ୍ତ୍ରଣରେ ଇଡି, ସିବିଆଇ ଏବଂ ଆଇଟି ଅଛି। ତେଣୁ ସେ ଯୋଉମାନେ ଯୋଉଠିକି ଯିବା କଥା ଜାଣିଛନ୍ତି। ତେଣୁ ପ୍ରଦୀପ ବାବୁ କଣ କହିଲେ ସେଟାକୁ ନେଇକି ଏତେ ଆଲୋଚନା କରିବାରେ କୌଣସି ଆବଶ୍ୟକତା ନାହିଁ। ସେ ମୂଳତଃ ବିଜେପି ନେତା ବିଜେଡିକୁ ଗାଳି କରିବେ, ଏଇଟା ହଉଛି ଏକମାତ୍ର କଥା। ଇଡି ଏବଂ ସିବିଆଇ ହଉଛି ବର୍ତ୍ତମାନ ସବୁଠୁ ବଡ ଜାଲ। ବିଜେପିକୁ ନେତା ଆଣିବା ପାଇଁ, ଅନ୍ୟ ଦଳକୁ ଭାଙ୍ଗିବା ପାଇଁ ଏଇ ସବୁ ଏଜେନ୍ସିକୁ ବ୍ୟବହାର କରାହଉଛି। ଏଇଟା ତ ଅତି, ଏଥିରେ କିଛି ଆଉ ଲୁଚେଇବାର ତ କିଛି ନାହିଁ। ନିରପେକ୍ଷତା, କେନ୍ଦ୍ରୀୟ ଏଜେନ୍ସି ଆଉ ନିରପେକ୍ଷତା, ଏ ଦିଟା ଶବ୍ଦ ତ ପରସ୍ପରର ମାନେ ବିରୋଧୀ।
सीबीआई ईडी एवं अन्य एजेन्सी गुड़ाक से सरकारी दलर जाल भाव व्यवहार होते अन्य दल केमती नेता अणाଯିव कोचिंग केमती करा